ମଣିଷ ସାରା ଜୀବନ କିଛି ନା କିଛି ଖୋଜି ଚାଲିଥାଏ। ଶାନ୍ତି, ପ୍ରେମ, ସୁଖ, ସଫଳତା, ଭଗବାନ, ଆନନ୍ଦ। ସେ ଭାବେ ଏହା ସବୁ ବାହାରେ ଅଛି। କେହି ଟଙ୍କା ପଛରେ ଦୌଡ଼େ, କେହି ସମ୍ପର୍କ ପଛରେ, କେହି ନାମ ଓ ପ୍ରଶଂସାରେ। କିନ୍ତୁ ଯେତେ ମିଳେ ମନ ଭିତରେ ଏକ ଖାଲିପଣ ରହିଯାଏ। କାରଣ ବାହାର ଜିନିଷ କେବଳ କିଛି ସମୟ ପାଇଁ ସୁଖ ଦେଇପାରେ, ସ୍ଥାୟୀ ନୁହେଁ। ଓଶୋ କହୁଥିଲେ, ମଣିଷ ନିଜକୁ ଭୁଲି ଯାଇଛି। ସେ ସାରା ଦୁନିଆକୁ ଜାଣିବାକୁ ଚେଷ୍ଟା କରୁଛି, କିନ୍ତୁ ନିଜ ମନକୁ କେବେ ଦେଖୁନାହିଁ। ଯେପରି ଗୋଟେ ଲୋକ ନିଜ ଘରରେ ରତ୍ନ ଲୁଚାଇ ରଖିଛି, କିନ୍ତୁ ସେ ତାହାକୁ ଭୁଲି ଯାଇ ସାରା ପୃଥିବୀରେ ଖୋଜୁଛି। ସେହିପରି ମଣିଷର ଅବସ୍ଥା। ସତ୍ୟ ଆନନ୍ଦ ତୁମ ଭିତରେ ଅଛି, ତୁମର ଚେତନାରେ ଅଛି। ଯେତେବେଳେ ତୁମେ କିଛି ସମୟ ନୀରବ ହେବ, ମନର ଶବ୍ଦକୁ ଶାନ୍ତ କରିବ, ନିଜକୁ ଦେଖିବ, ସେତେବେଳେ ଧୀରେ ଧୀରେ ଅନୁଭବ ହେବ ଯାହାକୁ ତୁମେ ବାହାରେ ଖୋଜୁଥିଲ ସେ ତ ଆଗରୁ ତୁମ ଭିତରେ ଥିଲା। ଏହି କଥାର ଅର୍ଥ ଏମିତି ନୁହେଁ ଯେ ବାହାର ଜୀବନ ଛାଡ଼ିଦିଅ। ଅର୍ଥ ହେଉଛି ବାହାରେ ଖୋଜିବା ପୂର୍ବରୁ ନିଜ ଭିତରେ ଖୋଜନ୍ତୁ। କାରଣ ଯେ ନିଜକୁ ଜାଣିଗଲା ସେ ସବୁ କିଛିକୁ ଜାଣିଗଲା।